சுற்றி நின்று ஊரே பார்க்க களம் ତତେ ମୁଁ କଲେଜ ଛାଡିକି ଅଫିସ ଟିକେ ଯିବି ହେଲା। ସାର୍ ଆପଣ ଏଠି କଣ ରଖିଲେ ଯେ? ଏଠି ରଖିଲି ଟିକେ ଜଳଖିଆ କରିଦେଇ ଯିବା। ହଁ யானைகள் சேர்ந்த போத ଭାଇ ଟିଫିନ ଟା ଦେବେ। ତୁ ଏଠି ଦଉଥା ମୁଁ ଟିକେ ବାହାରେ ଅଛି ହେଲା। ଏତେ ରାହୁଲ ଯଦି ଜାଣିବ ମୁଁ ଏଇ ଦୋକାନରେ କାମ କରୁଛି ବୋଲି କଣ ଭାବିବ ମତେ ନା। கண்ணாடி பார்த்து ସାର୍ ଗୋଟେ କଥା ପଚାରିବି? ସାର୍ ଆପଣଙ୍କର ଏଇ ସାଙ୍ଗ ନାହାନ୍ତି? ସେ ଆପଣ ଯୁଆଡେ ଯାଉଛନ୍ତି ମତେ ଡାକୁଛନ୍ତି। ହଁ ଅଛନ୍ତି। କେତେ ସାଙ୍ଗ ଥିଲେ ସବୁ ମଦ ପାଣି ପିଇକି ନଷ୍ଟ ହେଇଗଲେ। ଆଉ କେତେ ସାଙ୍ଗ ଯିଏ କି ସ୍ୱାଭିମାନର ସହିତ ଭଲ କର୍ମ କରି ବଞ୍ଚୁଛନ୍ତି। କିନ୍ତୁ ଫରକ ଏତିକି ତାଙ୍କୁ କହିବା ପାଇଁ ଲାଜ ଲାଗୁଛି। ତାଙ୍କର ଏଇ ସ୍ୱାଭିମାନ ପାଇଁ ତାଙ୍କ ବାପା ମା ମାନେ କେତେ ଗର୍ବ କରନ୍ତି। ଖାଲି ବାପା ମା ନୁହବେ ମୋ ଭଳିଆ ସାଙ୍ଗମାନେ ବି ତତେ ନେଇ ଗର୍ବ କରନ୍ତି। ଆରେ ଏବେ ବି ତ ବାହାରକୁ ଆସ, କେତେ ଆଉ ମୁହଁ ଲୁଚେଇବୁ? ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି କର୍ମ। ମଣିଷ ନିଜର କାମ ଦ୍ୱାରା ଚିହ୍ନିତ ହୁଏ, କଥା ଦ୍ୱାରା ନୁହେଁ। ଯେଉଁ ଲୋକ ନିଷ୍ଠା, ସତ୍ୟତା ଓ ପରିଶ୍ରମ ସହ କାମ କରେ ତା ପାଖରେ ସଫଳତା ନିଶ୍ଚିତ ଆସେ। ଫଳରେ ଚିନ୍ତା ନ କରି ନିଜ କର୍ତ୍ତବ୍ୟକୁ ଶ୍ରେଷ୍ଠ ଭାବରେ ପୂରଣ କରନ୍ତୁ। ଭଲ କର୍ମ ହିଁ ଭଲ ଭାଗ୍ୟ ତିଆରି କରେ। କର୍ମକୁ ପୂଜା ବୋଲି ମାନନ୍ତୁ, ଜୀବନ ସଫଳ ହେବ।